ଅପାସରା କାହାଣୀ। ବଣିକର ଲୁହା। ବଣିକଟିଏ ବିଦେଶ କରିବାକୁ ସଜ ହେଉଥାନ୍ତି। 2 ମୋହନ ଓଜନର ଲୁହା ଖଣ୍ଡିକ ନିଜ ସାଙ୍ଗ ଘରକୁ ନେଇ ତାକୁ କହିଲେ, ଏଇ ଲୁହା ଖଣ୍ଡିକ ରଖିଥା। ମୁଁ ବହୁଦିନ ଯାଏ ବିଦେଶ ଯାଉଛି। ଭଲ ମନ୍ଦ ଅଛି। ସେମିତି କିଛି ଅସୁବିଧା ହେଲେ ମୁଁ ଘରକୁ ଫେରି ଆସି ଲୁହା ଖଣ୍ଡକ ବିକି କିଛି ପଇସା ପାଇଯିବି। ବନ୍ଧୁ ବଣିକର ଲୁହା ଖଣ୍ଡକ ରଖିଲେ। ବଣିକ ଯୋଉଠିକି ଡରୁଥିଲେ ସେଇଆ ହେଲା। ବାଟରେ ତାଙ୍କର ଦୁର୍ଦ୍ଦଶା ପଡ଼ିଲାରୁ ସେ ଫେରି ଆସିଲେ। ସିଧା ତାଙ୍କ ବନ୍ଧୁ ଘରକୁ ଯାଇ ଲୁହା ଖଣ୍ଡକ ମାଗିଲେ। ଇତିମଧ୍ୟରେ ବନ୍ଧୁ ଜଣକ ନିଜ କରଜ ଶୁଝିବାକୁ ଲୁହା ଖଣ୍ଡକ ବିକ୍ରି କରିଦେଇଥିଲେ। ତାଙ୍କର ଧାରଣା ହୋଇଥିଲା ଯେ ବଣିକ ଆଉ ଫେରିବେ ନାହିଁ। ଯାହା ହେଉ ସେ ମୁହଁ ଟାଣ କରି କହିଲେ, ସତରେ ବନ୍ଧୁ, ବଡ଼ ଦୁଃଖର ବିଷୟ। ମୁଁ ଲୁହା ଖଣ୍ଡକ ଗୋଟାଏ ଘରେ ପୁରାଇ ତାଲା ଦେଇ ଦେଇଥିଲି। ଭାବିଥିଲି ମୋ ସୁନା ସହ ତାହା ନିରାପଦ ରହିବ। କିନ୍ତୁ ଜାଣି ନଥିଲି କାନ୍ଥରେ ମୂଷାଘାତ କରିଥିଲେ। ମୂଷାମାନେ ଘରେ ପଶି ଲୁହା ଖଣ୍ଡକ ଖାଇ ଦେଇଛନ୍ତି। ବଣିକ ଏ କଥାକୁ ପରତେ ଯିବାର ଛଳନା କରି ତୁରନ୍ତ ଜବାବ ଦେଲା, ବଡ଼ ଦୁଃଖର କଥା। ସେଇ ଲୁହା ଖଣ୍ଡିକ ହିଁ ଥିଲା ମୋର ସର୍ବସ୍ୱ। ବହୁଦିନୁ ଜାଣିଥିଲି ମୂଷାମାନେ ଲୁହା ଖାଇବାକୁ ସୁଖ ପାଆନ୍ତି। ସେମିତି ଅନେକ ଲୁହା ମୁଁ ହରାଇଛି। ତେଣୁ ମୁଁ ଜାଣେ କେମିତି ଏଇ ଦୁର୍ଭାଗ୍ୟକୁ ସହିବାକୁ ହେବ। ଏ କଥାରେ ବନ୍ଧୁ ଖୁବ୍ ଖୁସି ହୋଇଗଲେ। ସେ ନିଶ୍ଚିତ ହେଲେ ଯେ ବଣିକର ହୃଦବୋଧ ହୋଇଛି। ମୂଷା ଲୁହା ଖାଇଛନ୍ତି ବୋଲି ଅଧିକ ସନ୍ଦେହ ଆଡ଼େଇବା ପାଇଁ ସେ ବଣିକଙ୍କୁ କାଲି ତାଙ୍କ ଘରେ ଖାଇବାକୁ ନିମନ୍ତ୍ରଣ ଦେଲେ। ନିମନ୍ତ୍ରା ରଖି ବଣିକ ତାଙ୍କ ବାଟରେ ଗଲେ। ନଗର ଦେଇ ଗଲାବେଳେ ସେ ତାଙ୍କ ବନ୍ଧୁ ଘର ପୁଅମାନଙ୍କ ଭିତରୁ ଜଣକୁ ଭେଟିଲେ। ସେ ତାଙ୍କୁ ଚୁପଚାପ ନିଜ ଘରକୁ ଡାକି ନେଇ ଗୋଟିଏ ବଖରାରେ ପୁରାଇ ତାଲା ପକାଇଦେଲେ। ତହିଁ ଆର ଦିନ ବଣିକ ବନ୍ଧୁଙ୍କ ଘରକୁ ଖାଇବାକୁ ଗଲେ। ବନ୍ଧୁ କାନ୍ଦୁଣି ମାନ୍ଦୁଣି ହୋଇ ଦୁଆରକୁ ଆସିଲେ। ବଣିକଙ୍କୁ କହିଲେ, ମୋ ଦୁର୍ଦ୍ଦିନରେ କ୍ଷମା କରିବେ। ଗତକାଲି ମୋ ପିଲାରୁ ଜଣେ ହଜିଯାଇଛି। ତାର ପତା ମିଳୁନି। ନଗର ରକ୍ଷୀଗଣ ବାଟଘାଟ ବୁଲୁଛନ୍ତି, କିନ୍ତୁ ପିଲାର ପତା ମିଳୁନି। ବଣିକ ଜବାବ ଦେଲେ, ସତରେ ମୁଁ ଦୁଃଖିତ ଏ କଥା ଶୁଣି। କାଲି ସଞ୍ଜରେ ମୁଁ ବାଜଟାଏ ପିଲାକୁ କଞ୍ଚାରେ ନେଇ ନଗରୀ ଉପରେ ଉଡ଼ୁଥିବାର ଦେଖିଲି। ପିଲାଟି ତ ପିଲାଙ୍କ ପରି ଦିଶୁଥିଲା। ଅବିବେକୀ ବନ୍ଧୁ, ମୋ ବିପତ୍ତିରେ ଥଟ୍ଟା କରୁଛ। 20 କିଲୋ ଓଜନର ପିଲାକୁ କେମିତି ବାଜଟାଏ ଉଠାଇ ପାରିବ? ବନ୍ଧୁ କହିଲେ, ଆହା, ଆମ ନଗରରେ 2 ମୋହନ ଓଜନର ଲୁହାକୁ ମୂଷା ଖାଇ ପାରୁଛନ୍ତି। 20 କିଲୋ ଓଜନର ପିଲାଙ୍କୁ ବାଜ ଉଠାଇ ନେବା କ'ଣ ଆଚମ୍ବିତ କଥା? ବନ୍ଧୁ, ଲୁହା ଖଣ୍ଡକ ଦେଇଦେ, ମୁଁ ଆନନ୍ଦରେ ତୋ ପୁଅକୁ ଫେରାଇ ଦେବି। ବଣିକ ଜବାବ ଦେଲେ।